ଜୟ ଜଗନ୍ନାଥ। ମୁଁ ସୁଜାତା। ବିଶ୍ୱବାସୀଙ୍କ ଗର୍ଭରେ ବାସ କରୁଥିବା ପରମାତ୍ମା ପରଂ ବ୍ରହ୍ମଙ୍କ ଅନନ୍ତ ଶକ୍ତିକୁ ମୁଁ ଅନନ୍ତ କୋଟି ପ୍ରଣାମ ଜଣାଉଛି। ଆଜି କିଛି ନୂତନ ପ୍ରଶ୍ନ ନେଇ ଆସିଛି। ଆସନ୍ତୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ବାଣୀ ଜାଣିବା। ଜୟ ଜଗନ୍ନାଥ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ନମଃ। ଜୟ ଜଗନ୍ନାଥ। ଜଗନ୍ନାଥଙ୍କୁ ନୀଳମଣି ବୋଲି କାହିଁକି କୁହାଯାଏ? ଜଗନ୍ନାଥଙ୍କୁ ଆମେ କୋଉ ରୂପରେ ପୂଜା କରୁଛନ୍ତି? ବ୍ରହ୍ମ ରୂପରେ। ବ୍ରହ୍ମର ରୂପକାନ୍ତି କଣ? ଜ୍ୟୋତି ବା ମଣି। ଆଜ୍ଞା ମଣି ସଦୃଶ ରୂପକାନ୍ତି। ଆଜ୍ଞା ବ୍ରହ୍ମ ନିବାସ ସ୍ଥଳୀ। ବ୍ରହ୍ମ ହଉଛନ୍ତି ଶୂନ୍ୟ ପୁରୁଷ। ଆଜ୍ଞା ଆକୃତି ହଉଛି ଗୋଲାକାର, ଅର୍ଥ ଚନ୍ଦ୍ର ଦିବାକର, ଆଜ୍ଞା ଯେ ସୃଷ୍ଟିର ମୂଳ ବୀଜ। ଏଇଥିପାଇଁ ଜଗନ୍ନାଥଙ୍କୁ ଶୂନ୍ୟ ବ୍ରହ୍ମ ବୋଲି କୁହାଯାଏ। ଆଜ୍ଞା ସେ ନୀଳ ଆକାଶ ଗର୍ଭରେ ବାସ କରୁଥିବାରୁ, ତାଙ୍କର ରୂପକାନ୍ତି ଜ୍ୟୋତି ବା ମଣି ହୋଇଥିବାରୁ ଜଗନ୍ନାଥଙ୍କୁ ନୀଳମଣି ବୋଲି କୁହାଯାଏ। ଆଜ୍ଞା ଇଏ ହଉଛି ଜଗନ୍ନାଥ ତତ୍ଵର କଥା। ଦ୍ୱିତୀୟ କଥା ହେଲା, ଯେତେବେଳେ ମହାପ୍ରଭୁ ଏ କଳି ଯୁଗରେ ବ୍ରହ୍ମ ରୂପରେ ଆମେ ପୂଜା କରୁଛନ୍ତି, ଯେତେବେଳେ ସେ ସୃଷ୍ଟିର ସ୍ରଷ୍ଟା ଚିହ୍ନେଇବା ପାଇଁ ଅନ୍ତର୍ଜଗତରେ ଚିନ୍ତା କଲେ, ଆଜି ଅଧାଗଢା ଦାରୁମୂର୍ତ୍ତି ରୂପରେ ଆମେ ପୂଜା କରୁଛନ୍ତି। ବିଶ୍ୱାବସୁ ଶବରକୁ ଦର୍ଶନ ଦେଲେ। ଶୂନ୍ୟ ବ୍ରହ୍ମ ନୀଳମଣି। ବିଶ୍ୱାବସୁ ଯେଉଁ କ୍ଷେତ୍ରରେ ଦର୍ଶନ ପାଇଲା, ଆଜି ସେ କ୍ଷେତ୍ରରେ ନାମ ନୀଳ ଆକାଶରେ ଗର୍ଭରେ ରହୁଛନ୍ତି ନୀଳମଣି, ଆଜ୍ଞା ଜ୍ୟୋତି ବ୍ରହ୍ମ। ଆଜ୍ଞା ତାହେଲେ ଯୋଉ କ୍ଷେତ୍ରରେ ଦର୍ଶନ ପାଇଲା, ସେ କ୍ଷେତ୍ରର ନାମ ଆଜି ନୀଳଗିରି ପାହାଡ଼ ବା ପର୍ବତ। ତାପରେ ସମୟ ଅନୁସାରେ ଆମେ ଜାଣନ୍ତି, ବିଦ୍ୟାପତି ଗଲେ ଦାରୁ ବ୍ରହ୍ମ ରୂପରେ, ପୁଣି ନୀଳ ସମୁଦ୍ରରେ ଭାସି ଭାସି ଦାରୁ ବ୍ରହ୍ମ ଆସି ଆଦ୍ୟ ଭୂମି ରୂପରେ ଲାଗିଲେ। ତାପରେ ଇନ୍ଦ୍ରଦୁମ୍ନକ ଆଜ୍ଞା ମାଧ୍ୟମରେ ଅଧାଗଢା ଦାରୁମୂର୍ତ୍ତି ଗଠନ ହେଲେ ସୃଷ୍ଟିର ସ୍ରଷ୍ଟା ଚିହ୍ନେଇବାକୁ। ଆଜ୍ଞା ଶ୍ରୀମନ୍ଦିର ଗର୍ଭରେ ରତ୍ନ ସିଂହାସନରେ ବସି ଅଦ୍ୟାବଧି ପୂଜା ପାଉଛନ୍ତି। ସେ ତାଙ୍କ କର୍ତ୍ତବ୍ୟ ସାରି ପଳେଇଗଲେ। ଶ୍ରୀମନ୍ଦିରର ଆନ ନାମ ହଉଛି ଆଜ୍ଞା ନୀଳ ଆକାଶ ଗର୍ଭରେ ବାସ କରୁଥିବା ଶୂନ୍ୟ ବ୍ରହ୍ମ ଜଗନ୍ନାଥ, ଯାହାଙ୍କର ରୂପକାନ୍ତି ମଣି ସଦୃଶ। ଆନ ନାମ ହଉଛି ଶ୍ରୀମନ୍ଦିରର ନୀଳକନ୍ଦର। ଆଜ୍ଞା ସେଇଥିପାଇଁ ମହାପ୍ରଭୁ କହିଛନ୍ତି, ମୁଁ କଲମ କରିଛି, କହିଲେ ନୀଳ ସମୁଦ୍ର ଜଳ ରାଶି ବ୍ରହ୍ମଙ୍କୁ ଧରିଛି ଆକର୍ଷି। ଅତି ସୁନ୍ଦର ପ୍ରସଙ୍ଗ କହିଛନ୍ତି ନବାକ୍ଷରରେ, ଶାସ୍ତ୍ରରେ କହିଲେ ନୀଳ ସମୁଦ୍ର ଜଳ ରାଶି ବ୍ରହ୍ମଙ୍କୁ ଧରିଛି ଆକର୍ଷି। ଆଜ୍ଞା ତତ୍ଵ ଅଛି, ରହସ୍ୟ ଅଛି କଥାର। ଆଜ୍ଞା ତତ୍ଵ ନିହିତ ନାମ ବ୍ରହ୍ମ ଜଗନ୍ନାଥ ତତ୍ଵର କଥା, ଯେ ଭାବଗ୍ରାହୀଙ୍କ ଭାବକୁ ସମ୍ପାଦନା କରେ ଅକ୍ଷର ବ୍ରହ୍ମ। ଅଗ୍ନିଶକ୍ତି ହଉଛି ବ୍ରହ୍ମ। ଅଗ୍ନିଶକ୍ତିର ପ୍ରତୀକ ହଉଛନ୍ତି ମହାପ୍ରଭୁଙ୍କର ଦକ୍ଷିଣ ନେତ୍ର ସୂର୍ଯ୍ୟ ନେତ୍ର। ଆଜ୍ଞା ଶାନ୍ତ ମନ୍ତ୍ର ହଉଛି ନାରୀ ଶକ୍ତି ଜଳ। ଆଜ୍ଞା ରେ ଅଚ୍ୟୁତ, ମୁଁ ସେଇଥିପାଇଁ ଦରିଆ କୂଳରେ ବସିଛି। ମୋର ଗୋଟିଏ ନାମ ଅଛି, ମୁଁ ସର୍ବନାମ। ସେ ନାମ ଭିତରୁ ଅନ୍ୟତମ ନାମ ହଉଛି ନୀଳମଣି, ପୁଣି କୁଳମଣି। ମୁଁ ଦରିଆ କୂଳରେ ବସିଛି। ଦରିଆ କୂଳରେ ତୁମ ଦେଉଳ ବିଢା ବସି ଅଛ ହେ ଚକାଟୁଳା। ଆଜ୍ଞା ମହାପ୍ରଭୁ ଭାବଗ୍ରାହୀ ଜଗନ୍ନାଥ ଭାବପସରା ବିଶ୍ୱବାସୀଙ୍କ ମନ, ସେ ସମସ୍ତଙ୍କର ଜୀବନ ଜ୍ୟୋତି ସାଜିଛନ୍ତି। ନୀଳ ଆକାଶ ଗର୍ଭରେ ବାସ କରୁଥିବା ଶକ୍ତି, ଚନ୍ଦ୍ର ସୂର୍ଯ୍ୟ ଶକ୍ତି, ଇଏ ଚକା ନୟନ ରାଭା, ଭକ୍ତ ଜନଙ୍କ ମନଲୋଭା। ଜ୍ୟୋତି ବା ମଣି ଆମ ଶରୀରରେ ବିଶ୍ୱବାସୀଙ୍କ ଗର୍ଭରେ ଜୀବନ ଜ୍ୟୋତି ସାଜିଛି। ଏ ମଣି ଯୋଉ ଦିନ ଶରୀରରୁ ହତ ହେଇଯିବ, ମହାପ୍ରଭୁ କହିଲେ, ମୁଁ କଲମ କରୁଛି, କହିଲେ ମଣି ହୋଇଲେ ହତାହତ ମଶାଣି
କୋରେ କୋଳାଗ୍ରତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମହାପ୍ରଭୁ ଜଗନ୍ନାଥଙ୍କ ରୂପ କାହିଁକି କଳା? ଅତି ସୁନ୍ଦର ପ୍ରଶ୍ନ। ତାଙ୍କ ନେତ୍ର ହଉଛି ଚନ୍ଦ୍ର ଦିବାକର, ଆଜ୍ଞା ଦକ୍ଷିଣ ନେତ୍ର ଦୀନନାଥ। ଆଜ୍ଞା ସେ ଦିନର ମାଲିକ, ଜୀବନ ଜ୍ୟୋତିର ମାଲିକ, ଆଜ୍ଞା ଭାବ ଶକ୍ତିର ଜନ୍ମଦାତା, ବିଶ୍ୱବାସୀଙ୍କ ପିତା। ଏବଂ ରୂପ ହଉଛି କଳା। କଳା ରଙ୍ଗ କାହାର? ରାତିର। ଆଜ୍ଞା ସିଏ ହଉଛନ୍ତି ବ୍ରହ୍ମ, ହଉଛନ୍ତି ରଜନୀକାନ୍ତ। ସେ ଦିନ ରାତିର ମାଲିକ ରୂପରେ ଆଜ୍ଞା ଏ ବିଶ୍ୱବାସୀଙ୍କୁ ପରିଚୟ ଦେବା ନିମିତ୍ତ ନୀଳକନ୍ଦରରେ ବା ଶ୍ରୀମନ୍ଦିରରେ ବାସ କରିଛନ୍ତି। ଏଇଥିପାଇଁ ତାଙ୍କ ରୂପ କଳା। ଆଉ ନେତ୍ର ଯୁଗଳ ହଉଛି ଧଳା, ଜ୍ୟୋତି ବ୍ରହ୍ମର ଆଭା ବା ମଣିର ଆଭା। ଦେବୀ ସୁଭଦ୍ରାଙ୍କ ରଙ୍ଗ କାହିଁକି ହଳଦୀ ବର୍ଣ୍ଣ ଅଟେ? ଅତି ଆନନ୍ଦର କଥା। ଆଦ୍ୟାଶକ୍ତି ରୂପିଣୀ ଧରିତ୍ରୀ ଆଜ୍ଞା ଊର୍ଦ୍ଧ୍ୱକୁ ଅନେଇଛି। ଶୂନ୍ୟ ପୁରୁଷ ଜଗନ୍ନାଥ ପରମ ବ୍ରହ୍ମ ମହାଶୂନ୍ୟବାସୀ ସୂର୍ଯ୍ୟଙ୍କର ରଶ୍ମିଗୁଚ୍ଛର ବର୍ଣ୍ଣ ହଉଛି, ରୂପ ହଉଛି ହଳଦୀ ବର୍ଣ୍ଣ। ତେଣୁକରି ଆଦ୍ୟାଶକ୍ତି ରୂପିଣୀ ଧରିତ୍ରୀ ସେ ଶକ୍ତିକୁ ଗର୍ଭରେ ଧରି ଏ ଜୀବଜଗତ ଜାତ କରିବାର ସକ୍ଷମପର ହେଲେ। ଆଜ୍ଞା ତେଣୁକରି ସୁଭଦ୍ରାଙ୍କୁ ଆମେ ହଳଦୀମୁଖୀ ବୋଲି କୁହନ୍ତି ବା ହଳଦୀ ରଙ୍ଗ ତାଙ୍କ ଶରୀରରେ ସେ ଧାରଣ କରିଛନ୍ତି। ନିଶବ୍ଦ ଜ୍ଞାନ ବାଣ୍ଟୁଛନ୍ତି। ମୁଁ ହଉଛି ଆଦ୍ୟାଶକ୍ତି, ଆଉ ମୋ ସ୍ୱାମୀ ହଉଛନ୍ତି ଇଏ ଶୂନ୍ୟ ବ୍ରହ୍ମ ଆଦିତ୍ୟ। ଏ ହଉଛି କଥାର ତମ ପ୍ରଶ୍ନର ଉତ୍ତର। ପ୍ରଭୁ ବଳରାମଙ୍କ ରୂପ କାହିଁକି ଶୁକ୍ଳ ବର୍ଣ୍ଣ ଅଟେ? ଅତି ଆନନ୍ଦର କଥା। ଜଗନ୍ନାଥ କହିଲେ ପରମାତ୍ମା, କହିଲେ ପରମାତ୍ମା ପରମ ବ୍ରହ୍ମ କହିଲେ ମଦାତ୍ମା ସର୍ବଭୂତାତ୍ମା। ଯେ ପରମାତ୍ମା ତାଙ୍କ ଶକ୍ତିକୁ ଦାନ ଦେଲେ। ଯୋଉ ଆତ୍ମା ଶକ୍ତି ସର୍ବଘଟରେ ବାସ କରିଛନ୍ତି, ଜୀବ ଶରୀରରେ ବାସ କରିଛନ୍ତି। ଜୀବ ଶରୀରରେ ବାସ କରି ଶିବ ରୂପରେ, ଆଜ୍ଞା ବଳରାମ ରୂପରେ, ଆଜ୍ଞା ବଳବାନ ଶକ୍ତି ରୂପେ ଇଏ ବିଶ୍ୱବାସୀଙ୍କର ଶରୀରକୁ, ନନ୍ଦିଘୋଷ ରୂପକ ଶରୀରକୁ ଆଜ୍ଞା କର୍ମକ୍ଷମ କରୁଛନ୍ତି। ଆତ୍ମାର ରୂପବର୍ଣ୍ଣ ହଉଛି ଜ୍ଞାନ ଜ୍ୟୋତି, ତା ସହିତ ବନ୍ଧା ଶୁକ୍ଳ ବର୍ଣ୍ଣ। ତେଣୁକରି ବଳରାମଙ୍କର ରୂପ ଶୁକ୍ଳ ବର୍ଣ୍ଣ ଅଟେ। ଆତ୍ମାର ଜନ୍ମଦାତା କିଏ? ଅତି ସୁନ୍ଦର ସୁଖମ ପ୍ରଶ୍ନ। ଆତ୍ମାର ଜନ୍ମଦାତା ହଉଛନ୍ତି ପରମାତ୍ମା। ଆଜ୍ଞା ଆଗରୁ ଜ୍ଞାନ ମହାପ୍ରଭୁ ଦେଇଛନ୍ତି ମଦାତ୍ମା ସର୍ବଭୂତାତ୍ମା। ଆଜ୍ଞା ଯୋଉ କଥା ମୁଁ ଟିକେ ପୂର୍ବରୁ କହିଲି। ଆତ୍ମାକୁ କେହି ଧରିପାରିବେ ନାହିଁ ନାହିଁ। ଛାୟା ଶକ୍ତି, ଆମ ଛାୟାକୁ ଆମେ ଧରି ପାରୁଛନ୍ତି? ନାହିଁ ସୂକ୍ଷ୍ମ ଶରୀର, ଆଜ୍ଞା ଏ ସ୍ଥୂଳ ଶରୀର ଗର୍ଭରେ ବାସ କରି ଏ ଧରିତ୍ରୀ ଗର୍ଭରେ ଚଳପ୍ରଚଳ କରୁଛନ୍ତି ଜୀବକୁ। ଏହା ହଉଛି ତମ ପ୍ରଶ୍ନର ସାରସତ୍ଵ। ଆମେ ସାଧୁ ବୋଲି କାହାକୁ କହିବା? ଅତି ଆନନ୍ଦର କଥା। ଅତି ସୁନ୍ଦର ସୁନ୍ଦର ପ୍ରଶ୍ନ ପଚାରୁଛ। ଆମେ ଏତିକି ଜାଣନ୍ତି ଆଜ୍ଞା ଯେ ସାଧନା ମୂଳରେ ଆଜ୍ଞା ଯିଏ ସାଧନା କରେ ତାକୁ ଆମେ ସାଧୁ କୁହନ୍ତି। ଆଜ୍ଞା କିନ୍ତୁ ଆମେ ଜାଣିବା ଦରକାର ସାଧନା ମୂଳରେ କୋଉ ଉଦ୍ଦେଶ୍ୟ ମୂଳରେ ଜଣେ ସାଧୁ ହବ, କାହିଁକି ସାଧନା କରିବ? ନା ସାଧନା ମୂଳରେ ଜ୍ଞାନ ପ୍ରାପ୍ତି ହୋଇଥାଏ। ଟଙ୍କାକ ପଛ ବାରଣା ହଉ, ଯାଇ ଆସି ପୁଅ ସିଆଣିଆ ହଉ, ଯେମିତି କଥା ଆଜ୍ଞା ଅଛି ସେଇଭଳି ପ୍ରସଙ୍ଗର କଥା। ଏ ସାଧୁ ନାମ ବ୍ରହ୍ମ କହେ। ସାଧୁ କିଏ? କୋଉ ତତ୍ଵକୁ ଜାଣିଲେ ଆଜ୍ଞା ଆମେ ସମାଜରେ ସଂସ୍କାରୀ ହବା, କୋଉ ଜ୍ଞାନ ପ୍ରାପ୍ତି କଲେ ଆଜ୍ଞା ସାଧନା ମୂଳରେ ବିଶ୍ୱବାସୀଙ୍କୁ ଭଲ ପାଇବା, ଜୀବବାଧକ ସାଜିବା ନା, ଆଜ୍ଞା ତାହେଲେ ଆମେ ସାଧୁପଦ ବାଚ୍ୟ ହବା। ସେ ସାଧୁ ନାମ ବ୍ରହ୍ମକୁ ଜଣା। ଦନ୍ତେଶ ଆକାରେ ସାକାର ତ ତୋର ମାଲିକ, ଏ ରୂପ ରାଇଜର ମାଲିକ, ଯିଏ ରୂପକୁ ସୃଷ୍ଟିର ମୂଳ ବୀଜ, ସିଏ ହଉଛନ୍ତି ସୂର୍ଯ୍ୟ। ଦନ୍ତେଶ ଅକ୍ଷର ବସାଣ। ରଶ୍ମିଗୁଚ୍ଛ ହଉଛି ବାଡି। ଧରିତ୍ରୀ ଗର୍ଭରେ ଧାରଣ କ୍ଷମତା କାହା ପାଖରେ ଅଛି? ଧରଣୀରେ। ଆଜ୍ଞା ଜଳଶକ୍ତି ଗର୍ଭରେ ଧରିଛି, ଏ ମା ହେଲେ ସେ ବାପା, ଆଜ୍ଞା ଉପରେ ଅଛନ୍ତି ସେ ଆଦିତ୍ୟ ହେଲେ ଇଏ ଆଦ୍ୟା ଶକ୍ତି ଧରିତ୍ରୀ। ଆଜ୍ଞା ହଁ, ତ
ଉପରେ ରହିଲେ ସାକ୍ଷର ବସାଣ। ଧରଣୀ ଊର୍ଦ୍ଧ୍ୱକୁ ଅନେଇଛନ୍ତି, ଆଜ୍ଞା ସୂର୍ଯ୍ୟ ସହିତ ସମ୍ପର୍କ ବାନ୍ଧିଛନ୍ତି। ଆଜ୍ଞା ସେ ପତି ହେଲେ ଇଏ ପତ୍ନୀ ସହଧର୍ମିଣୀ, କହିଲେ ଅତ୍ୟୁକ୍ତି ହବ ନାହିଁ। ତାହେଲେ ଉପରେ ରହିଲେ ସାକ୍ଷର ବସାଣ, ତଳେ ରହିଲେ ଧରିତ୍ରୀ, ଊର୍ଦ୍ଧ୍ୱକୁ ଅନେଇଛନ୍ତି। ସେ ସତୀକୁ ଗର୍ଭରେ ଧରି ଜୀବଜାତ କଲେ। ସାଧୁ ନାମ ବ୍ରହ୍ମ ଗୀତି ଗାଇଲା। ଯେ ଇଏ ପ୍ରକୃତି ପୁରୁଷ ତତ୍ଵର ଜ୍ଞାନକୁ, ସୂର୍ଯ୍ୟ ହେଲେ ପୁରୁଷ, ପୁରୁଷୋତ୍ତମ ଜଗନ୍ନାଥ। ପ୍ରକୃତି ହଉଛି ଧରିତ୍ରୀ, ତା ଗର୍ଭରେ ବୃକ୍ଷଲତା ମାନଙ୍କୁ ସେ ଶକ୍ତିକି ଧାରଣ କରି ଜନ୍ମ ଦେଲା। ଆଜ୍ଞା ତା ମାଧ୍ୟମରେ ଖାଦ୍ୟ ଶସ୍ୟ ଖାଇ ଆମେ ମାନେ ଖାଦ୍ୟ ଶକ୍ତିରୁ ପୁରୁଷାର୍ଥ ଶରୀରରେ ଜନ୍ମ ନିଏ, ଯାହାକୁ ଆମେ ବ୍ରହ୍ମ ବୋଲି କହନ୍ତି ବା ବୀର୍ଯ୍ୟ ବୋଲି କହନ୍ତି। ଆଜ୍ଞା ନାରୀ ଶକ୍ତି ଗର୍ଭରେ ଧାରଣ କରି ଶିଶୁ ସନ୍ତାନ ଜନ୍ମ ଦିଏ। ଇଏ ତତ୍ଵକୁ ଯିଏ ଜାଣେ, ଏ ସୃଷ୍ଟିର ମାଲିକକୁ, ଏ ଚକାଆଖିର ରହସ୍ୟକୁ ଯିଏ ଜାଣେ, ଏ ଶୂନ ପାଠ ଯିଏ ପଢିଥାଏ, ଶୂନ ପାଠ ଯିଏ ଜିରୋ ପାଠ ପଢିଛି ସେ ହିରୋ। ସେଇଥିପାଇଁ ଗୋଟେ ପଦ କହିଛନ୍ତି ମହାପ୍ରଭୁ ଜଗତ ଗୁରୁ ସିଏ, ଆଜ୍ଞା କହିଲେ ଗୁରୁ ଘର ପାଠ ସବୁଠାରୁ ଶ୍ରେଷ୍ଠ, ପଢାଏ ଅପଢା ପାଠ। ଆଜ୍ଞା ଅପଢା ପାଠକୁ ପଢି ଯେ ପାରଇ, ହୋଇଯା ଏ ନର ଶ୍ରେଷ୍ଠ। କହିଲେ ମୁଁ କଲମ କରିଛି ଜ୍ଞାନର ସମୃଦ୍ଧରେ, କହିଲେ ଗୁରୁ ଘର ପାଠ ସବୁଠାରୁ ଶ୍ରେଷ୍ଠ, ପଢାଏ ଅପଢା ପାଠ। ଅପଢା ପାଠକୁ ପଢି ଯେ ପାରଇ, ହୋଇଯାଏ ନର ଶ୍ରେଷ୍ଠ। ଏ ଚକାଆଖିର ପାଠ, ଚନ୍ଦ୍ର ସୂର୍ଯ୍ୟଙ୍କ ପାଠ, ଇଏ ପାଠରେ ଯିଏ ଜ୍ଞାନୀ ହେଲା ସେ ନରଶ୍ରେଷ୍ଠ ହେଇଯାଏ। ସ୍ରଷ୍ଟାଙ୍କୁ ଚିହ୍ନି ପକାଏ, ଆଜ୍ଞା ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରି। ମୁଁ ହଉଛି ମୁକ୍ତିଦାତା, ମତେ ଯିଏ ଚିହ୍ନି ପକେଇଲା, ମୁଁ ଏ ଭବସାଗର ନାଉରିଆ ଚକାଆଖିଆ, ଏ ଆଦ୍ୟ ଭୂମି ରୂପରେ ବସିଛି। ଏ ଆଦ୍ୟ ଜ୍ଞାନ ବ୍ରହ୍ମ ଜ୍ଞାନ, ମୁଁ ବ୍ରହ୍ମ କୃଷ୍ଣ ରୂପୀ ଜ୍ଞାନ, ଜ୍ଞାନ ଦର୍ପଣେ ମତେ ଚିହ୍ନ। ଯଦି ମତେ କେହି ଚିହ୍ନି ପକେଇଲା ଜ୍ଞାନ ବଳରେ, ଯେମିତି ଆମେ ପରୀକ୍ଷା ପାଠ ପଢୁଛନ୍ତି ଛୁଆ, ଆଜ୍ଞା ଯେତେବେଳେ ସେ ପୂର୍ଣ୍ଣତା ଜ୍ଞାନ ପ୍ରାପ୍ତି କରିଦଉଛି, ପରୀକ୍ଷାରେ ପାସ୍ କରୁଛି, କଲେକ୍ଟର ହଉଛି ବା ଇଞ୍ଜିନିୟର ହଉଛି, ସେଇଭଳି ଅପଢା ପାଠ ଚକାନୟନ ପାଠକୁ ପଢିଲେ ଆଜ୍ଞା এই ମହାପ୍ରଭୁ ଭବସାଗର ନାଉରିଆ ଆମକୁ ସେ ପରିଚୟ ପ୍ରଦାନ କରିବେ ଏବଂ ସେ ମୁକ୍ତିଦାତା, ମୁକ୍ତି ବି ମଧ୍ୟ ଦେବେ ଏବଂ ପଥପ୍ରଦର୍ଶକ ଅଛି। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଆମ ଚଲାପଥକୁ ସୀମିତ ହେଇଯିବ। ସେ କଣ ତାଙ୍କୁ ଡାକିଲେ କଣ ଦିଅନ୍ତି? ଜ୍ଞାନ ଦିଅନ୍ତି, ଆଜ୍ଞା ଯୋଉ ଜ୍ଞାନ ମାର୍ଗଦର୍ଶନ ଦେଇଥାଏ ଆଜ୍ଞା ବ୍ୟକ୍ତି ବିଶେଷକୁ, ଖରାପ ରାସ୍ତାରେ ନିଏ ନା। ସେ ବିଶ୍ୱବାସୀ ସମସ୍ତେ ତାଙ୍କର ସନ୍ତାନ, ସେ ସମସ୍ତଙ୍କୁ ସର୍ଜନା କରିଛନ୍ତି, ତିଆରି କରିଛନ୍ତି। କିନ୍ତୁ ଯାହା ପାଖରେ ଜ୍ଞାନ ଅଭାବ, ସେ କିଛି ଖରାପ ରାସ୍ତାରେ ବିପରୀତ କର୍ମ କରି ବସେ। ଯେ ଜ୍ଞାନୀ ସେ ଜୀବବାଧକ ସାଧେନା, ପରସ୍ପରକୁ ଭଲ ପାଇ ବସେ। ପରମାର୍ଥ ଜ୍ଞାନ ବ୍ରହ୍ମ ଜ୍ଞାନ ମହାପ୍ରଭୁ ସବୁବେଳେ ସଂସାରକୁ ଦାନ ଦେଇ ଚାଲିଛନ୍ତି। ଯୁଗକୁ ଯୁଗ ଏହି ମତ ପରମାନନ୍ଦ ଏ ଜଗତ, ପରମ ବ୍ରହ୍ମ ଜଗନ୍ନାଥ ପରମ ଆନନ୍ଦ ଲଭିବା ପାଇଁ ବେଳେ ବେଳେ ଧରିତ୍ରୀଗାମୀ ହେଇଥାନ୍ତି। ବିଶ୍ୱ ସ୍ତରରେ ଝଗଡ଼ା ମଡ଼ାଣ ହିସାବରେ ସମସ୍ତଙ୍କୁ ଜ୍ଞାନ ଦାନ ଦେଇଥାନ୍ତି। ଏଇ ହଉଛି ତମ କଥାର ବାସ୍ତବତା ଆଉ ସାଧୁ ଧର୍ମର କଥା, ଆଜ୍ଞା ମାନବୀୟ ଧର୍ମର କଥା। ଆଜ୍ଞା ଭାରତ ବର୍ଷରେ ସାଧୁମାନେ କାହିଁକି ଗେରୁଆ ବସ୍ତ୍ର ଧାରଣ କରନ୍ତି? ଅତି ଉତ୍ତମ ପ୍ରଶ୍ନ ମା, ଆଜ୍ଞା ଅତି ସୁନ୍ଦର ସୁନ୍ଦର ସାବଲୀଳ ପ୍ରଶ୍ନ ପଚାରୁଛ। ସାଧୁମାନେ ଏ ଚକାନୟନଙ୍କ ତତ୍ଵ ଅନୁସାରେ, ଆଜ୍ଞା ଚନ୍ଦ୍ର ସୂର୍ଯ୍ୟଙ୍କ ତତ୍ଵ ଅନୁସାରେ ବସ୍ତ୍ର ଧାରଣ କରନ୍ତି। ଆଜ୍ଞା ଜଳ ଅନଳ କରି ମେଳ, ଖେଳ ଖେଳେ ମୁଁ ଆଦି ମୂଳ। ଚନ୍ଦ୍ର ଶକ୍ତି ଦ୍ୱାରା ଜୁଆର ଭଟା ହଉଛି, ଜଳ ଶକ୍ତି ସହିତ ସମ୍ପର୍କ ଅଛି। ଜଳେଶ୍ୱର ଶିବଙ୍କର, ଆମେ ଚନ୍ଦ୍ରଙ୍କୁ ଶିବ ରୂପରେ ମାନୁଛନ୍ତି। ଅନଳ ଶକ୍ତି ହଉଛି ବ୍ରହ୍ମାଗ୍ନି, ଆଜ୍ଞା ଦକ୍ଷିଣ ନେତ୍ର ମହାପ୍ରଭୁଙ୍କର ସୂର୍ଯ୍ୟ ନେତ୍ର। ସୂର୍ଯ୍ୟ ଉଦୟ ହେଲେ କୋଉ ରଙ୍ଗ ଧାରଣ କରନ୍ତି ମା? ଲାଲ ରଙ୍ଗ ଧାରଣ କରନ୍ତି। ଏଣୁକରି ସାଧୁମାନେ ଲାଲ ବସ୍ତ୍ର ପିନ୍ଧନ୍ତି ଆଜ୍ଞା ଏବଂ କିଛି ସମୟ ପରେ ତାଙ୍କର ରଶ୍ମି ଗୁଚ୍ଛର ରଙ୍ଗ ହଳଦୀ ରଙ୍ଗ ରେ ପରିବର୍ତ୍ତନ ହେଇଯାଏ। ଆଜ୍ଞା ପୀତବାସନ ଗିରିଧାରୀ
କୃଷ୍ଣ କହ୍ନେୟା ଅଂଶ ଅବତାରରେ ସ୍ୱୟଂ ମହାପ୍ରଭୁ ପିନ୍ଧିଥିଲେ ଏବଂ ରାମଚନ୍ଦ୍ର ବି ପିନ୍ଧିଥିଲେ। ରଙ୍ଗ ହଉଛି ପୀତବସନ ବା ସୁନାବର୍ଣ୍ଣ, ସୁନାବେଶ ହେଉଥିବା ଜଗନ୍ନାଥଙ୍କ କଥା, ତତ୍ଵର କଥା। ଆଜ୍ଞା ତେଣୁ କରିକି ସାଧୁମାନେ ପ୍ରକୃତି ପୁରୁଷର ଜ୍ଞାନ ଥାଇ ଗିରୁଆ ବସ୍ତ୍ର ପରିଧାନ କରନ୍ତି, ପୀତ ବସ୍ତ୍ର ପରିଧାନ କରନ୍ତି ଏବଂ କିଛି ସମୟ ପରେ ଶୁକ୍ଳ ବର୍ଣ୍ଣ ଧାରଣ କରନ୍ତି। ଉତ୍ତାପ ବଢିଯାଏ। ଆଜ୍ଞା ଶୁକ୍ଳାମ୍ବର ଧରଙ୍ଗ ବିଷ୍ଣୁ ଶଶିବର୍ଣ୍ଣଙ୍କ ଚତୁର୍ଭୁଜ। ଆଜ୍ଞା ବ୍ୟାସଦେବ ରଚନା କରି ଦେଇଯାଇଛନ୍ତି। ବେଦ ବ୍ୟାସ ଜ୍ଞାନ ବ୍ୟାସାର୍ଥ ପରିସୀମା, ମହାପ୍ରଭୁ କହିଲେ ମୁଁ କଲମ କରିଛି, ଆଜ୍ଞା କହିଲେ ଜ୍ଞାନ ବ୍ୟାସାର୍ଥ ପରିସୀମା ମାପି ଜାଣନ୍ତି ଶିବ ବ୍ରହ୍ମା ଆବର ବ୍ୟାସ ଦେବ କହି ଅଚ୍ୟୁତ ବୁଝ ମନ ଦେଇ। ଅତି ସୁନ୍ଦର କଥା କହିଛନ୍ତି। ଯେତେବେଳେ ଶାସ୍ତ୍ର ରିଲିଜ ହବ ସବୁ ସମସ୍ତେ ବିଶ୍ୱବାସୀ ମନ କରିବେ ଶାସ୍ତ୍ର ପଠନ କରିବା ପାଇଁ, ଏ ଅଲୌକିକ ଜ୍ଞାନର ବାସ୍ତବତା ପାଇବା ପାଇଁ। ସମସ୍ତେ ମୁଁ ତ ସ୍ୱଳ୍ପ ଜ୍ଞାନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ବସୁଛି, କଣ ବା ମା ତମକୁ କହିବି। ଏଇଥିପାଇଁ ଭାରତ ବର୍ଷର ସାଧୁ ସନ୍ଥ ମାନେ ଆଜ୍ଞା ପ୍ରକୃତି ପୁରୁଷର ଜ୍ଞାନ ଅର୍ଜନ କରି କେମିତି ମୁକ୍ତି ପାଇବେ, ବ୍ରହ୍ମଙ୍କର ହେଇଯିବେ। ବ୍ରହ୍ମସୁ ହଉଛି ଜଗତ, ଏ ପିଣ୍ଡ ଠାରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ସମସ୍ତେ କେମିତି ତାଙ୍କର ସାନ୍ନିଧ୍ୟ ଲାଭ କରିବେ, ସେଇଥିପାଇଁ ସମସ୍ତେ ଏହି ବସ୍ତ୍ର ପରିଧାନ କରି ମହାପ୍ରଭୁଙ୍କୁ ଡାକୁଛନ୍ତି। ଅତି ଆନନ୍ଦରେ ତାଙ୍କ ନାମ ମହିମା ଗାଉଛନ୍ତି। ମା ଜୟ ଜଗନ୍ନାଥ। ଆଗାମୀ ଭିଡିଓରେ ପୁଣି ଥରେ ଦେଖାହେବା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।